ଈଶ୍ୱରଙ୍କର ହାତ ପାପୁଲି ମଧ୍ୟରେ ବିଶ୍ୱାସୀ ପାଇଁ ଯେଉଁ ନିଭୃତ ସ୍ଥାନ ଅଛି ତାକୁ ବୁଝାଇବା ପାଇଁ ଜଣେ ବୃଦ୍ଧା ଦାସୀ ନିଜର ହାତ ମୁଠାକୁ ଗୋଟିଏ କପ୍ ସଦୃଶ କରୁଥିଲେ। ସତେ ଯେପରି ଗୋଟିଏ ଆହତ ପକ୍ଷୀକୁ ସେ ହାତ ମୁଠା ଭିତରେ ଧରି ରଖିଛନ୍ତି। ତାପରେ ସେ ଆମକୁ ପ୍ରଶ୍ନ କରୁଥିଲେ, ଆଚ୍ଛା କହିଲ, ମୁଁ ଯଦି ମୋର ହାତ ମୁଠାକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଏ ତେବେ କ'ଣ ହେବ? ଆମେ ଉତ୍ତର ଦଉଥିଲୁ, ଆହତ ପକ୍ଷୀଟି ଡେଣା ଫଡ଼ଫଡ଼ କରି ଉଡ଼ିଯିବାକୁ ଚେଷ୍ଟା କରିବ, ମାତ୍ର ଉଡ଼ି ନ ପାରି ତଳେ ପଡ଼ି ପ୍ରାଣ ହରାଇବ। ତାପରେ ସେ ପୁନର୍ବାର ପଚାରିଥିଲେ, ଆଚ୍ଛା ଯଦି ମୁଁ ହାତ ମୁଠାକୁ ଆହୁରି ଚାପିଦେବି ତେବେ କ'ଣ ହେବ? ଆମେ କହୁଥିଲୁ, ପକ୍ଷୀଟି ଚିପି ହେଇ ହାତ ମୁଠା ଭିତରେ ପ୍ରାଣ ହରାଇବ। ଆଉ ତାପରେ ସେ ହସି ହସି କହୁଥିଲେ, ବିଶ୍ୱାସର ନିଭୃତ ସ୍ଥାନ ହେଉଛି ଏହିପରି କପ୍ ସଦୃଶ୍ୟ ମୋ ହାତ ମୁଠା ପରି। ଈଶ୍ୱରଙ୍କର ହାତ ମୁଠା ସମ୍ପୂର୍ଣ୍ଣ ଭାବରେ ଖୋଲା ନୁହେଁ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ନୁହେଁ। ଈଶ୍ୱରଙ୍କର ସେହି ହାତ ମୁଠା ଭିତରେ ଯେଉଁ ସ୍ଥାନ ଅଛି ସେଠାରେ ହିଁ ଜଣେ ବିଶ୍ୱାସୀର ଅଭିବୃଦ୍ଧି ଘଟେ। ହଁ ବନ୍ଧୁଗଣ, ନିଶ୍ଚୟ ଈଶ୍ୱରଙ୍କର ବଳବନ୍ତ ହସ୍ତକୁ ଭୟ କରିବାକୁ ଓ ସମ୍ମାନ ଦେବାକୁ ହେବ। କିନ୍ତୁ ଜଣେ ବିଶ୍ୱସ୍ତ ବିଶ୍ୱାସୀ ପାଇଁ ଈଶ୍ୱରଙ୍କର ହସ୍ତ ବିଶ୍ରାମ ଓ ଆଶ୍ରୟର ସ୍ଥାନ ମଧ୍ୟ ଅଟେ। ଯେତେବେଳେ ଆମେ ଏହି କଥା ହୃଦୟଙ୍ଗମ କରୁ ଯେ ଆମେ ଈଶ୍ୱରଙ୍କର ହାତ ମୁଠାରେ ନିରାପଦରେ ଅଛୁ, ସେତେବେଳେ ଆମେ ସମ୍ପୂର୍ଣ୍ଣ ନିରାପତ୍ତା ଓ ସ୍ଥିର ଶାନ୍ତି ନିଜ ହୃଦୟରେ ଅନୁଭବ କରୁ। ଈଶ୍ୱରଙ୍କର ହାତ ମୁଠା ଆମକୁ ଚାପି ଦେବନି କିମ୍ବା ତଳେ ପଡ଼ିବାକୁ ଦେବନି। ଶୈତାନ କିମ୍ବା ଅନ୍ୟ କୌଣସି ଶତ୍ରୁ ଈଶ୍ୱରଙ୍କ ହସ୍ତରୁ ଆମକୁ ହରଣ ମଧ୍ୟ କରିପାରିବନି। ସେଥିପାଇଁ ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ ଯେ ମୋହର ପିତା ମୋତେ ଯାହା ଦେଇଅଛନ୍ତି ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। ତେଣୁ ତାଙ୍କର ହାତମୁଠା ମଧ୍ୟରେ, ତାଙ୍କର ପବିତ୍ର ଉପସ୍ଥିତି ମଧ୍ୟରେ ଆମେ ରହିଲେ ଆମେ ଆଉ କାହାକୁ ଭୟ କରିବା ନାହିଁ।